नमस्कार जय श्री जगन्नाथ दर्शक बंधु मुझे देवानंद आपको स्वागत करुच्ची। दर्शक बंधु आप सीधा सड़क देखुए आज गोपाल चंद्र बाबा आम सहित जोड़ी होती नेमाल पद्मवन पीठर अल्प किसी दूर से यही आश्रम टी रही जा बाटर किंतु बाबा सहित आज कथा खोलाखोली आम सहित जोड़ी हो रुहतु भिडियो शेष पर्यंत। बाबा आपन को प्रणाम आम चैनल को स्वागत। बाबा आपण महिमा धर्म केते वर्ष हम रही? ହଁ ଛୋଟ 8-10 ବର୍ଷ ଠାରୁ ଆମେ ସନ୍ନ୍ୟାସୀ ହେଲୁଣି। ଛୋଟବେଳୁ 8-10 ବର୍ଷ ଠାରୁ ହଁ ବାଲ୍ୟବେଳୁ ହଁ। ଏବେ ଦେଖନ୍ତୁ ଅନେକ ଘଟଣା ଘଟୁଛି ଯାହା ମହାପୁରୁଷ ବର୍ଣ୍ଣନା କରିଛନ୍ତି। ମହାପୁରୁଷ ଭୀମ ଭୋଇ ବି ଅନେକ ଗ୍ରନ୍ଥରେ ରଚନା କରିଛନ୍ତି ଏ ଯେ ଭବିଷ୍ୟକୁ ନେଇକି ତାଙ୍କ ବିଷୟରେ ଟିକେ ଆମ ଦର୍ଶକ ବନ୍ଧୁ ମାନଙ୍କୁ କହିବେ। ହଁ ମହିମା ଧର୍ମର ପ୍ରତିଷ୍ଠାତା ପ୍ରବୁଦ୍ଧ ଗୁରୁ ମହିମା ଗୋସାଇଁ ସେ 1826 ଖ୍ରୀଷ୍ଟାବ୍ଦରେ ଖଣ୍ଡଗିରିରୁ ଅବତୀର୍ଣ୍ଣ ହୋଇ ଓଡ଼ିଶାର କୋଣ ଅନୁକୋଣେ ଧର୍ମ ପ୍ରଚାର ପୂର୍ବକ ଅଖଣ୍ଡବତୀ ପ୍ରଜ୍ୱଳନ ବ୍ରହ୍ମଧ୍ୱନି ସ୍ଥାପନ କରିଥିଲେ। ତାଙ୍କ ପରେ ଏହା ଥିଲା ତାଙ୍କର ଆତ୍ମଯୋଗ ସମାଧି। ଏହି ଆତ୍ମଯୋଗ ସମାଧି ପରେ ପରେ 64 ମୂର୍ତ୍ତିଙ୍କୁ ସିଦ୍ଧିତ୍ୱର ସିଦ୍ଧ ସାଧକ ଭାବେ ସିଦ୍ଧ 64 ମୂର୍ତ୍ତିଙ୍କୁ ସିଦ୍ଧିତ୍ୱ ପ୍ରାପ୍ତ କରିଥିଲେ। ଏହି 64 ସିଦ୍ଧ ବାବା ମାନେ ଓଡ଼ିଶାର ପୁରପଲ୍ଲୀରେ ଧର୍ମ ପ୍ରଚାର ପୂର୍ବକ ମହିମା ଧର୍ମର ମୂଳ ଲକ୍ଷ୍ୟ ହେଉଛି ବ୍ରହ୍ମ ଉପାସନା ମାର୍ଗ। ବ୍ରହ୍ମଙ୍କୁ ଉପାସନା କରିବେ। ସମସ୍ତ ଯାହା ଜଗତ ଦେଖୁଛୁ ଆମେ ମାନେ ଖଚର ଭୂଚର ଜଳଚର ନଭଚର ଉଡ଼ା ବୁଡ଼ା ଚଳ ଅଚଳ ସମସ୍ତ ଚାରିଖାନିକୁ ଯିଏ ସୃଷ୍ଟି କରିଛନ୍ତି ସେ ହେଲେ ପରମାତ୍ମା ପରମ ବ୍ରହ୍ମ। ତାଙ୍କୁ କହନ୍ତି ଧର୍ମ। ସେ ସମସ୍ତଙ୍କୁ ଧାରଣ କରିଛନ୍ତି ରଖିଛନ୍ତି। ତେଣୁ ଏ ବ୍ରହ୍ମାଣ୍ଡ ବିଷୟରେ ମୁନି ଋଷି ମାନେ ସର୍ବଜ୍ଞ ହେଲେ ମଧ୍ୟ ଏ ପୃଥିବୀ କ'ଣ ହବ ସେ ବିଷୟରେ କେହି କହିପାରିବେନି। ତେଣୁ ଆମର ଯେଉଁମାନେ ସବୁ ଭବିଷ୍ୟତ ମାଳିକା କରିଛନ୍ତି ସେମାନେ ଜୀବନ୍ତରେ ପୂଜା ପାଇଲେ, ମଲା ପରେ ବି ପୂଜା ପାଉଛନ୍ତି, କିନ୍ତୁ ବ୍ରହ୍ମାଣ୍ଡକୁ ଗୋଟେ ଭୟର ସୂଚନା ଦେଇଗଲେ। ତେଣୁ ଜଣକୁ ଭୟ ଦେଖେଇବା ଭୁଲ। ତେଣୁ ମହିମା ଧର୍ମ ସେଗୁଡ଼ା ସବୁ ଗ୍ରହଣ କରାଯାଏନି। ପରମାତ୍ମା ପରମ ବ୍ରହ୍ମ ଜୀବ ଜଗତ ସୃଷ୍ଟି କରିଛନ୍ତି, ଧାର ପାଳନ କରିବେ। ଏ ବ୍ରହ୍ମାଣ୍ଡ ନଷ୍ଟ ହେବ କି କ'ଣ ଭାସିଯିବ ସେ କଥା କେହି କହିପାରିବେନି। ଏ ଶାସ୍ତ୍ର ସମ୍ମତ କଥା। ତେଣୁ ପ୍ରଭୁ ତମେ ଗୋଟେ ଘର କରିଛ, ଘରଟାକୁ ତମେ ଛୁଆ ପିଲା ସବୁ ମାରିଦେବ ଭାସିଯିବ, ଏଇଭଳି ଭାବିବାଟା ଭୁଲ। ତେଣୁ ତମେ ରକ୍ଷଣାବେକ୍ଷଣ କରିବ, ପ୍ରଭୁ ତାକୁ କରିବେ। ଏ ବ୍ରହ୍ମାଣ୍ଡକୁ ତିଆରି କରିଛନ୍ତି। ତେଣୁ ପରମାତ୍ମା ଏ ସଂସାରକୁ ରକ୍ଷା କରି ରହିଛି, ରହିବ। ଏ ପୃଥିବୀ କୋଉ ଦିନଠାରୁ ହେଲାଣି କେହି କହିପାରିବେନି। ତେଣୁ ଏମିତି ରହି ଆସିଛୁ, ଆମେ ଦେଖି ଆସିଛୁ। ତେଣୁ ଏ ପୃଥିବୀରେ ଭୟ ସୂଚନା ଦେଖେଇବାନି କାହାକୁ, କହିବା ପ୍ରଭୁଙ୍କୁ ଶରଣ ଦର୍ଶନ କର, ପରମାତ୍ମାକୁ ଜାଣ। ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେଣୁ ସେ ଦିବ୍ୟ ଜ୍ଞାନଟା କ'ଣ? ତେଣୁ ଈଶ୍ୱରଙ୍କୁ ଜାଣିବା, ସେ ହେଲା ଦିବ୍ୟ ଜ୍ଞାନ। ଏ ଜଗତକୁ ସୃଷ୍ଟି କରିଛି କିଏ? ତେଣୁ ଧାରଣ ପାଳନ କରୁଛି କି କାହା ଦ୍ୱାରା ଏମାନେ ଧାରିତ ପାଳିତ ହେଉଛନ୍ତି, ସେ ପରମାତ୍ମାଙ୍କୁ ଜାଣିବା ହେଉଛି ମଣିଷର କର୍ତ୍ତବ୍ୟ। ଆଉ ଏ ଭବିଷ୍ୟତ ମାଳିକା ଏ ତ ସଂସାର ହେଲା ଦିନ ଠାରୁ ଚାଲିଛି। ମହାଭାରତ ଠାରୁ ରାମାୟଣ ଠାରୁ ସମସ୍ତେ ସେତେବେଳେ ବି କହୁଥିଲେ, କହିଲେ ପିଲାମାନେ ସବୁ ଉଦବାଜିଆ ହେଇଗଲେ, ଗୁରୁଜନ କଥା କେହି ମାନୁନାହାନ୍ତି। ସେ ଦ୍ୱାପରେ ଭୀଷ୍ମ ପ୍ରଭୃତି ବି କହୁଥିଲେ। ଏଟା ଚାଲି ଆସିଛି ସେଇ ଯୁଗରୁ। ଆଉ ଇଏ ବି ସେମାନେ କେହି କହୁଛନ୍ତି। ତେଣୁ ଭୀଷ୍ମଙ୍କ ସମୟରେ ବି ସେ ଅଧର୍ମ ଅନ୍ୟାୟ ଚାଲିଥିଲା, ତ୍ରେତା ଦ୍ୱାପର ଯୁଗରେ ବି। ତେଣୁ ଇଏ ଭଳିଆ ସେଇ ଯୁଗରୁ ଯେଉଁମାନେ ସବୁ ଭବିଷ୍ୟତ କିଏ ଲେଖିଥିଲା ସେତେବେଳେ? ଗୋଟେ ରାଜ ଦରବାରରେ ଗୋଟେ ସ୍ତ୍ରୀ ଲୋକ ଦ୍ରୌପଦୀକୁ ଉଲ୍ଲଂଘନ କଲେ। ବର୍ତ୍ତମାନ ତାହେଲେ ସେ କଳିଯୁଗଟା ଠିକ ତା ଅପେକ୍ଷା। ତେଣୁ ସେ ବହୁତ ଅଘଟଣ ସବୁ ସତ୍ୟ ତ୍ରେତୟା ଦ୍ୱାପର କଳି 4 ଯୁଗ ବୋଲି ପୁରାଣରେ କହିଛନ୍ତି। ତେଣୁ ସତ୍ୟ ଯୁଗରେ ବହୁତ ଅବତାର କାହିଁ ହୁଅନ୍ତି ନା ପାପ ଭାରା ବଢିଯାଏ, ଅଧର୍ମର ବିନାଶ ହେଲେ ଅବତାର ଆସନ୍ତି। ଏଇଟା ପୁରାଣର କଥା। ତେଣୁ ଯଦି ସତ୍ୟରେ ଅଧର୍ମ ହେଲେ ଅବତାର ହେଲେ, ତ୍ରେତା ଯୁଗରେ ରାମ ଅବତାର ହେଲେ, ଦ୍ୱାପରରେ କୃଷ୍ଣ ଅବତାର ହେଲେ। ଆଚ୍ଛା, ଏଇ ଯେତେ ଅବତାର ହେଇଛନ୍ତି ବେଶୀ ଅବତାର କୋଉ ଯୁଗରେ ହେଇଛନ୍ତି? ସତ୍ୟ ଯୁଗରେ। ତେଣୁ ସତ୍ୟ ଯୁଗରେ କେତେ ପାପ ହେଲା? ତାହେଲେ ସତ୍ୟ ଯୁଗ ବୋଲି କେମିତି ଆମେ କହୁଛେ? ସେ 4-6ଟା ଅବତାର ହେଇଛନ୍ତି ସତ୍ୟ ଯୁଗରେ।
ନୃସିଂହ ବାମନ ପରଶୁରାମ ଏଇ ନା ପରଶୁରାମ ତ୍ରେତୟା ଯୁଗର। ତେଣୁ ମତ୍ସ୍ୟ କଶ୍ୟ ବରାହ ନୃସିଂହ ଏଗୁଡ଼ା ସବୁ ସତ୍ୟ ଯୁଗର ଅବତାର। ତେଣୁ ଏତେ ପାପ ହେଲା ଫେର ତ ଆମେ ସତ୍ୟ ଯୁଗ କହୁଛୁ, ତାକୁ କେହି ଗବେଷଣା କରୁନାହାନ୍ତି। ପ୍ରକୃତ ଠିକ କଥାଟାକୁ ଲୋକଲୋଚନକୁ ଆସୁନାହିଁ। ଏ ସାଂସାରିକ ବିଷୟରେ କିଏ କୋଉଠି କଣ ନଦୀ ବଢିଗଲା, କୋଉଠି କଣ ହେଇଗଲା, କିଏ ମରିଗଲା, ଏଟା ସ୍ୱାଭାବିକ ଈଶ୍ୱରଙ୍କ ସୃଷ୍ଟିରେ ଚାଲିବ। ଏ ଚାଲିଛି, ପୃଥ୍ୱୀ ହେଲା ଦିନଠାରୁ ଚାଲିଛି। ବହୁ ବହୁ ଯୁଗରେ ସବୁ ପାପ ଚାଲିଛି, ପୁଣ୍ୟ ଚାଲିଛି, ସବୁ ଚାଲିଛି। ତେଣୁ ଏଗୁଡ଼ାକୁ ବିଶେଷ ଆମେ ଧ୍ୟାନ ଦେବା ନାହିଁ। ବାବା ଆପଣ କହିବା କଥା ଏ ଭବିଷ୍ୟମାଳିକାକୁ ଶୁଣିକି ଅନେକ ଲୋକମାନେ ଭୟଭୀତ ହେଉଛନ୍ତି। ହଁ, ଯୋଉ କହୁଥିଲେ 12 ମସିହାରେ ତା ପୂର୍ବରୁ ଗୋଟେ ସ୍କାଇଲାବ ପଡିବ, ସବୁ ମରିଯିବେ। ତେଣୁ ଲୋକମାନେ ସବୁ ଛେଳି ମେଣ୍ଢା ଯାହା ଥିଲା ମାରି ଖାଇଗଲେ। କାହିଁ ହେଲା? କେତେ ଭବିଷ୍ୟତ ମାଳିକା ସବୁ ଗଲାଣି, କିଛି ହବନି। କାହା କଥା ରହିବନି। ଇଏ ବ୍ରହ୍ମାଣ୍ଡ କରିଛି କିଏ? ତେଣୁ ତାଙ୍କ କଥା ହିଁ ରହିବ। ଯିଏ ଘରକୁ ତିଆରି କରୁଛି ସେ ସୁରକ୍ଷା ଦବ। ସେ ଜୀବଜନ୍ତୁ ମରିବେ ନାହିଁ। ସେଗୁଡାକୁ ଏଗୁଡା ଭୟ ସୃଷ୍ଟି କରିକିରି ନିଜ ନାମକୁ ବିକି ଖାଇବା କଥା ଯେ ଅମୁକ ଲୋକ ଏହା ଜାଣିଛି ବିଶେଷତଃ ଭାବରେ। ତେଣୁ ସେଗୁଡା ସବୁ ମହିମା ଧର୍ମ ସେଟା ଗ୍ରହଣ ହୁଏନି। ତେଣୁ ଆମେ ଜୀବ ଜଗତ ସୃଷ୍ଟି ହେଇଛି, ପ୍ରଭୁ କରିଛନ୍ତି, ସମସ୍ତଙ୍କୁ ଧାରିତ ପାଳିତ କରୁଛନ୍ତି। ଅବତାରର ବି ଆବଶ୍ୟକ ନାହିଁ। ବଡ ଏତେ ବଡ ପୃଥିବୀଟାକୁ ଯିଏ ଘୋରେଇ ପାରୁଛନ୍ତି, କଣ ଜଣକୁ ମାରିବାକୁ ଜଣେ ଅବତାର ହେବେ? ଏଟା ଭୁଲ କଥା। ଜଣକୁ ଆମ ଇଏ ଯୋଉ ଦ୍ୱାପର ଯୋଉ କୃଷ୍ଣ ଆସିଲେ ମୁଥ ମାରିକିରି ଆମର ମାରିଦେଲେ କାହାକୁ? କଂସକୁ। ଆଚ୍ଛା, କଂସକୁ ମାରିବା ପାଇଁ ଜଣେ ପ୍ରଭୁ ଜଣେ ଅବତାର ହେବେ? ଏ ସୂର୍ଯ୍ୟ ଚନ୍ଦ୍ର ଦେଖୁଛ କେମିତି ଘୁରୁଛନ୍ତି? କିଏ ଘୁରଉଛି ତାକୁ? ଏତେ ବଡ ପୃଥିବୀଟାକୁ ସେ ଘୋରେଇ ପାରୁଛନ୍ତି, ଜଣେ ଲୋକ ମାରିବା ପାଇଁ ଅବତାର ହେବେ? କେତେ ଦୂର ସତ୍ୟ ତମେ ବିଚାର କର। ଏ ସମ୍ପୂର୍ଣ୍ଣ ଭୁଲ କଥା। ବାବା ଯାହା ବର୍ଣ୍ଣନା ଅଛି, 10 ଅବତାର ଭିତରେ ପ୍ରଭୁ କଳ୍କିଙ୍କ ଅବତାର କଳି ଯୁଗରେ ହେବ। ଆପଣ କଣ କହିବେ? ଅବତାର ମାନେ କଣ? ଅବତି ଇତି ଅବତାର। ଯିଏ ଏଠି ନଥିଲେ, ଶୂନ୍ୟରେ ଥିଲେ, ଅବତରଣ କଲେ, ସେ ଅବତାର। ତେଣୁ ଈଶ୍ୱର କୋଉଠି ନାହାନ୍ତି? ସବୁଠି ଅଛନ୍ତି ଈଶ୍ୱର। ସ୍ୱର୍ଗ ମର୍ତ୍ତ ପାତାଳ ତିନି ପୁର ତମ ଭିତରେ ବାହାରେ ସବୁଠି ଈଶ୍ୱର ଅଛନ୍ତି। କୋଉଠି ଆସନ୍ତିନି, ଯାଆନ୍ତିନି। ଏଇଟା ହଉଛି ମୂଳ ଦର୍ଶନ ଉପନିଷଦ ବେଦ ବେଦାନ୍ତ କଥା, ତାକୁ ମହିମା ଧର୍ମ କହୁଛି। ତେଣୁ ଈଶ୍ୱର କୌଣସି ଅବତାର ହୁଅନ୍ତିନି। କୋଉମାନେ ଅବତାର କହୁଛନ୍ତି? ନା ତମେ ଏଠି ନଥିଲ ଘଣ୍ଟାଏ ପୂର୍ବରୁ, ଏବେ ଆସିଲ। କୋଉଠି ଥିଲ? କୋଉଠି ଯୋଉଠି ଥିଲ, ତେଣୁ ଏଠିକି ଆସିଲ। ତେଣୁ ଯୋଉ ନଥିଲ ଏଠି ତମେ। ତେଣୁ ଈଶ୍ୱର ତ ସବୁଠି ଅଛନ୍ତି, ଆଉ ନଥିବା ଜାଗା କୋଉଠି ନାହିଁ। ଈଶ୍ୱର ସବୁଠି ଅଛନ୍ତି। ତେଣୁ ଅବତାର ସେମିତି ନାହିଁ। ବର୍ତ୍ତମାନ ଯୋଉ କଳା ଧଳା ଘୋଡା ଚଢ଼ି କରିବେ, ନଷ୍ଟ କରିବେ, ଜୀବ ଜଗତକୁ ମାରିବେ, ହାଣିବେ। ଯେଉଁମାନେ ଭକ୍ତିରେ ଥିବେ ମା ତାଙ୍କୁ ଉଦ୍ଧାର କରିବେ। ଆଦି ଅନାଦି ମା ଅନାଦି ଆଉ ଏଇ ଯୋଉ ହଁ ଆଦିଶକ୍ତି ମା ତାଙ୍କୁ ମାରି ଖାଇବେ, ଯୋଉ ସବୁ ଲେଖା ହେଇଛି। ବର୍ତ୍ତମାନ ତ ବଡ ବଡ ଆମର ସବୁ ଯୋଉ ଅସ୍ତ୍ର ବାହାରିଲାଣି, ସୁଇଚ୍ ଟିପି ଦେଲେ ଆମେରିକାରେ ଯେ ବମ୍ ପଡିଯିବ, ସେଇଠି ଲୋକ ମରିଯିବେ। ତାଠାରୁ ଏଇ ଯୋଉ ମାଳିକା ଗୁଡାକ ଗୋଟେ ହାସ୍ୟାସ୍ପଦ ଲାଗୁଛି। ତେଣୁ ତା ଭିତରେ କାହିଁ ଭୟଭୀତ ହେବା? ଏଇ ଗୋଟେ ଚାଲିଛି ଗୋଟେ ଚିରାଚରିତ ପ୍ରଥା ଭଳିଆ। ଏବେ ମଧ୍ୟଯୁଗରେ କିଛି ଲୋକ ଆସିଲେ କହିଲେ ଏଇଟା ଭବିଷ୍ୟତ ମାଳିକାରେ କହିଛି, ହେଲେ ହେଇଯିବ। କଣ ହଉଛି କି? ଯଦି ହବା କଥା କାହିଁକି ତମେ 5 ବର୍ଷ ପୂର୍ବରୁ କହିଦଉନ? ସଂହାରକୁ ନେଇକି ଅନେକ କଥା ଲେଖା ହେଇଛି। ପ୍ରଭୁ ଆସିଲେ ସଂହାର କରିବେ କି? ପ୍ରଭୁ ଏମିତି ଶୁଣିବାକୁ ମିଳେ, ପ୍ରଭୁ ଆସିବା ପୂର୍ବରୁ ବି ସଂହାର ହେଇଯାଇଥିବ। ନାଇଁ, ପ୍ରଭୁ ଏ ସୃଷ୍ଟି ହେଲା ଦିନ ଠାରୁ ସମସ୍ତେ ଜନ୍ମ ହଉଛନ୍ତି, ମରୁଛନ୍ତି। ସେମିତି ଏବେ ବି ଚାଲିବ। କାହାକୁ ସଂହାର କରିବା ପ୍ରଭୁ ଆସନ୍ତି ନାହିଁ, ଏଇଟା ଠିକ କଥା। ଆମେ ସେ ଭୁଲ ବାଟକୁ ଯିବା କାହିଁ? ସଂହାର କରିବା ପ୍ରଭୁ ଆସିବେନି କାହାକୁ। ଏ ତ ଯନ୍ତ୍ର ଅଛି ଆମ ହାତ ଭିତରେ ସବୁ ରହିଛି, ପ୍ରଭୁ ସଂହାର କାହିଁ କରିବ? ଆଉ ଏଇ ବଞ୍ଚିଥିବା ଅବସ୍ଥାରେ ପାରାଲିସ୍ ହେଇଯାଉଛି, ହାତ ଗୋଡ ଚଳୁନି, ତ ପ୍ରଭୁ ତା ଭିତରେ ଥାଇ ତମ ଛାତିକୁ ବନ୍ଦ କରିଦେବେ, ତମେ ମରିଯିବ। ଆଉ ଜଣେ ଅବତାର ଲୋକ ଆସିବ, ଗୋଟେ ଖଣ୍ଡା ଧରିକିରି ବୁଲିବ, ଘୋଡାରେ ଚଢି ବୁଲିବ। ଏବେ ସେଗୁଡା ସବୁ ଆଉ ନାହିଁ ବାପା। ସେଗୁଡା ସବୁ ସେ ପୁରାଣ କଥା। ଏଗୁଡା ସବୁ ପୌରାଣିକ, ଗୋଟେ ଦାର୍ଶନିକ, ଗୋଟେ ଇତିହାସ, ଗୋଟେ ପୁରାଣ। ତେଣୁ ବର୍ତ୍ତମାନ ଏଇ ଯାହା ପଚାରୁଛି ଗୋଟେ ପୁରାଣ କଥା, ପୁରାଣରେ ବର୍ଣ୍ଣ ଅଛି। ତେଣୁ ଯେତେବେଳେ ଦ୍ୱାପର ଯୁଗରେ ବି କୃଷ୍ଣ ଯେତେବେଳେ ଥିଲେ, ସେତେବେଳେ ବି ବହୁତ ପାପ ହଉଥିଲା। ଆଉ ଜଣେ ଲୋକ ବାହାରିଥିଲା, ଏ ମତେ ଭଜ, ମୁଁ କୃଷ୍ଣ, ମୁଁ ପରମାତ୍ମା, ପରମ ବ୍ରହ୍ମ କହି କାଠରେ ଗୋଟେ ଘୋଡା କରିଛୁ ଏଠି ବୁଲୁଥିଲେ। ଏଇଟା ପୁରାଣରେ ସବୁ ବର୍ଣ୍ଣିତ ଅଛି। ତେଣୁ ଏ କଳି ଯୁଗରେ ପ୍ରଭୁ ଆସିବେ, ଏଇଟା ଉଦ୍ଭ୍ରାନ୍ତ କଥା। ପ୍ରକୃତ ଜୀବର ମୁକ୍ତି ବାଟଟା କେହି କହୁନାହାନ୍ତି। ଏ ଭ୍ରାନ୍ତି ମାର୍ଗ ବାଟ ଗୁଡା ବାବା ଏଇ ଯୋଉ ଖଣ୍ଡ ପ୍ରଳୟ ହଉଛି, ଅନେକ ଲୋକଙ୍କର ଜୀବନ ଯାଉଛି, ଏହାର କାରଣ କଣ? ହଠାତ୍ କିଛି ଭାବିବା ମାତ୍ରେ ଭୟଙ୍କର ଘଟଣା ଘଟୁଛି। ହଁ, ଆମ ଜନ୍ମ ହେଲେ ଦିନଠାରୁ ମରିବା ପର୍ଯ୍ୟନ୍ତ ଆମ ଜୀବନ ଭିତରେ ବହୁତ କିଛି ବାଧାବିଘ୍ନ ଅଛି। କେତେବେଳେ ଆମକୁ ଦୁଶ୍ଚିନ୍ତା ଆସିଯାଉଛି, ଆମେ ମୋହ ହେଇଯାଉଛେ, କେତେବେଳେ ଆନନ୍ଦ ହଉଛେ, କେତେବେଳେ ଖୁସି ହଉଛି।
ଏଇଟା ସ୍ୱାଭାବିକ କଥାକୁ କହନ୍ତି। ତେଣୁ ପୃଥିବୀ ହେଇଛି ମାନେ ୟା ଦେହରେ ବହୁତ ଜୀବଜଗତ ଆସିବେ, କିଛି ମରିଯିବେ, ଫେରେ କିଛି ଜନ୍ମ ହେବେ। ୟା ଦେହରେ କିଛି ସଂଶୟ କରିବା କଥା ନାହିଁ। ବାବା ଏବେ ଗୋଟେ ଦେଶରେ ଭୂକମ୍ପ ହେଲା, ଅନେକ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଲା। ହଁ ହଁ, ହଜାର ହଜାର ଲକ୍ଷ ଲକ୍ଷ ମୃତ୍ୟୁ ଯିବା ଆସିବା ହଉଛି। ବର୍ତ୍ତମାନ ତମେ ଯାହା ଦେଖୁଛ, ଆଗରୁ ଆମେ ଦେଖୁଥିଲେ ଶାଗୁଣା, ବିଲୁଆ, ଏଗୁଡା ସବୁ କମିଗଲେଣି। ତେଣୁ ସେଗୁଡା ସବୁ ମାନବ ସମାଜକୁ ଜନ୍ମ ହେଇଛନ୍ତି। ତେଣୁ ବିଲୁଆ, ହେଟା, ଯୋଉ ଶାଗୁଣା ଗୁଡା ଆଉ ଦେଖୁଛ କି କିଲ ଯୋଉ କଣ ଶାଗୁଣା ଗୁଡା ଅଛି, ଫୁଲ ଶାଗୁଣା, ସେ ଆଗ ଥଣ୍ଟ ମାଇଲେ ଅନ୍ୟ ଶାଗୁଣା ଖାଇବେ। ସେ କାହିଁ ସେ ଫୁଲ ଶାଗୁଣା ପାଉଛନ୍ତି? ସେମାନେ ସବୁ ମରିକରି ଫେରେ ମଣିଷ ଜନ୍ମ ହେଇଛନ୍ତି। ଯୋଉମାନେ ପଶୁରୁ ମଣିଷ ଜନ୍ମକୁ ଆସିବେ ତାଙ୍କର ସେ ପଶୁ ଭାବ ରହିବ। ତେଣୁ ଜନ୍ମ ଜନ୍ମାନ୍ତର, ଥରେ ମଣିଷ ଜନ୍ମ ହେଇ ମରିଯିବ, ଫେରେ ଆଉଥରେ ମଣିଷ ଜନ୍ମ, ଆଉଥରେ ମଣିଷ ଜନ୍ମ, ଏମିତି ହେଲେ ତାର ବିବେକ ବିଚାର ଆସିବ। ଯେମିତି ମହାତ୍ମା ଗାନ୍ଧୀ ମହାମାନବ, ସେ ବହୁତ ଥର ମଣିଷ ଜନ୍ମ ହେଇ ମରିକି ଫେର ମଣିଷ ଜନ୍ମ ହେଲେ, ପୁଣି ମରିଲେ, ପୁଣି ଏମିତି ହେଇକି ମହାମାନବ ହେଲେ। ତେଣୁ ଆମେ ମାନେ ମାନବରୁ ଦେବତ୍ୱକୁ ଯିବା, ଦେବତ୍ୱରୁ ଈଶ୍ୱରତ୍ୱକୁ ଯିବା, ଈଶ୍ୱରତ୍ୱ ବ୍ରହ୍ମତ୍ୱରେ ଉପନୀତ ହେବା। ତେଣୁ ସେ କର୍ମ କରିବା ଉପରେ ନିର୍ଭର। ସେମିତି ଭୟ ସୂଚନା ସୃଷ୍ଟିକୁ ଦେଖେଇବା ଠିକ ନୁହଁ। ସାଧୁ ସନ୍ନ୍ୟାସୀ ମାନେ, ସନ୍ଥ ମାନେ କାହାକୁ ଭୟ ଦେଖି କାହାକୁ ମାରିଦେବି ହାଣିଦେବି କହିବେନି। ବାବା ଭୀମ ଭୋଇ ଅନେକ ଗ୍ରନ୍ଥ ରଚନା କରିଛନ୍ତି। ମହିମା ଧର୍ମ ପାଇଁ କି କଣ ତାଙ୍କର ଉଦ୍ୟୋଗ ରହିଛି? ତାଙ୍କର ସେ ଭୀମ ଭୋଇ ଯେତେବେଳେ ଆସିଥିଲେ, ସେ ସମୟରେ ତାଙ୍କର ଏ ସଂସାରରେ ଯାହା ଯାହା ଚାଲିଥିଲା ସେଇଗୁଡା ସବୁ ସେ ଲେଖିଛନ୍ତି। ସେତେବେଳେ ଇଂରେଜ ମାନେ ଶାସନ କରୁଥିଲେ ଆମର ଭାରତ ବର୍ଷକୁ। ତେଣୁ ରାଜା ଅନୁଗତ ଧର୍ମ ଥିଲା। 1803 ଖ୍ରୀଷ୍ଟାବ୍ଦରେ ପରାଧୀନ ହେଲା ଆମର ଓଡିଶା। ତା ଆଗରୁ ହେଇପାରୁନଥିଲା। ତେଣୁ ତା ପୂର୍ବରୁ କଣ ଥିଲେ ନା ପାଇକ ଆଖଡା ସବୁ, ପ୍ରତ୍ୟେକ ଗାଁରେ ପାଇକ ଆଖଡା ଘର ଥିଲା। ସବୁ ଯୁଦ୍ଧ ସରଞ୍ଜାମ ସବୁ ରଖିଥିଲେ, ନୂଆ ନୂଆ ଯୁଦ୍ଧ ବିଦ୍ୟା ସବୁ ଶିଖୁଥିଲେ ପିଲାମାନେ। ତେଣୁ ଯେତେବେଳେ ସବୁ ଚୈତନ୍ୟ ଦେବ ଆସିଲେ ବଙ୍ଗଳାରୁ, ସେଠୁ ଓଡିଶାକୁ ଆସିଲେ, ଓଡିଶାରେ 18 ବର୍ଷ ରହିଲେ। ଓଡିଶାରେ 18 ବର୍ଷ ରହିବା ଭିତରେ ରାଜା ଅନୁଗତ ଧନ ପ୍ରତାପ ରୁଦ୍ର ଥିଲେ, ଯେ ପ୍ରତାପ ଦେବ ରୁଦ୍ର, ସେ ତାଙ୍କୁ ସେ ହାତ କଲେ, ତାଙ୍କୁ ଦୀକ୍ଷା ଦେଲେ। ଦୀକ୍ଷା ଦେଇକିରି କଣ କଲେ, ସେ ଯେତେବେଳେ ଦୀକ୍ଷା ନେଇଗଲେ କେବଳ ଚୈତନ୍ୟ ପାଖରେ ବସିଲେ, ଉଠିଲେ, କିଛି ରାଜ୍ୟ କଥା ବୁଝିଲେ ନାହିଁ। ତେଣୁ ସେ ପାଇକ ଆଖଡା ଘରକୁ ଭାଙ୍ଗିଦେଲେ। ରାଜା ପାଇକ ଆଖଡା ଘର ଭାଙ୍ଗି କଣ କଲେ ନା କୀର୍ତ୍ତନ ଆଖଡା ଘର ସବୁ କଲେ। ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ କୀର୍ତ୍ତନ ଆଖଡା ଘର ରହିବ। ସନ୍ଧ୍ୟା ହେଲେ ସମସ୍ତେ ଝାଞ୍ଜ ବଜେଇବେ ଆଉ ହରେ କୃଷ୍ଣ ହରେ ରାମ କରିବେ। ତେଣୁ 1803ରେ ବ୍ରିଟିଶ ହାତକୁ ଚାଲିଲା। କାହିଁକି ନା ପାଇକ ଆଖଡା ଘର ଭାଙ୍ଗି ଦିଆଗଲା। ଯୁଦ୍ଧ ଅସ୍ତ୍ର ଶସ୍ତ୍ର କିଛି ନାହିଁ, ସେ ଯୁଦ୍ଧ ବିଦ୍ୟା ଜାଣିନାହାନ୍ତି ପିଲାମାନେ। ସନ୍ଧ୍ୟା ହେଲେ କରବାଳରୁ କରତାଳ, କରବାଳ ମାନେ ମାନେ ଖଣ୍ଡାକୁ ଛାଡି କରତାଳ, ତାଳ ବଜେଇଲେ। ତେଣୁ ସେ ଯୋଉ ଧର୍ମ ଆସିଲା କଣ କଲା, ମଣିଷକୁ ପରାଧୀନ କରିଦେଲା ବ୍ରିଟିଶ ଅମଳରେ। ତେଣୁ ସେ ସମୟ ଅବସ୍ଥାରେ ଯୋଉ ଆମର 66 ଖ୍ରୀଷ୍ଟାବ୍ଦ 1866 ନଅଙ୍କ ଦୁର୍ଭିକ୍ଷ ପଡିଥିଲା। ସେତେବେଳେ ଲୋକ ଖାଇବାକୁ ପାଉନଥିଲେ। ତେଣୁ ସେତେବେଳେ ମହିମା ଧର୍ମ ପ୍ରତ୍ୟେକ ଗ୍ରାମରେ ବତୀ ଅଖଣ୍ଡ ବ୍ରହ୍ମଧ୍ୱନି ସ୍ଥାପନ କରି ବାଲ୍ୟଲୀଳା ଗୋଟେ ଆମର ମହିମା ଧର୍ମରେ ଚୁଡା ଗୁଡ ନଡିଆ କଦଳୀ ଛେନା କର୍ପୂର ମରିଚ ପଡି, ତେଣୁ ସେଇଥିରୁ ଯୋଉ ରାଜା ମହାରାଜାଙ୍କୁ ଧରି ଆମ ମହିମା ଧର୍ମ ପ୍ରତିଷ୍ଠା ମହିମା ସ୍ୱାମୀ ସେତେବେଳେ ସେ କରୁଥିଲେ। ଖୁଣ୍ଟୁଣି ପ୍ରଭୃତି ଆମର ଢେଙ୍କାନାଳର ଯୋଉ ଭାଗୀରଥୀ ବ୍ରହ୍ମ ବାହାଦୁର ରାଜା ଥିଲେ, ଏମାନେ ସବୁ ବହୁତ ପଟିଆ ଡମଣା ଏ ପ୍ରଭୃତିର ବଡ ବଡ ମେଳା ସବୁ ହୁଏ। ଶହ ଶହ ଟିଣ, ଶହ ଶହ ବାଲ୍ୟଳା ତିଆରି ହୁଏ। ଲୋକ ଟେଳା ଖାଇଦେଲେ ତାଙ୍କର ଜୀବନ ଦିନ ସାରା ଖାଇବାକୁ ପଡିବନି। ତେଣୁ ମହିମା ଧର୍ମ ଏଗୁଡା ସବୁ ଜନଜଗତ ଆଗେ ପ୍ରଥମେ ଶରୀର ମାଧ୍ୟମ ଖୋଳୁ ଧର୍ମ ସାଧନ। ଶରୀର ରହିଲେ ତମ ଧର୍ମ କଥା କହିବ। ତମେ ତ ପେଟ ପଡି ଯାଉଛି, ଧର୍ମ କଥା କାହିଁ ବୁଝିବ, କୋଉ ବାବଗତି କାହିଁ ଯିବ। ତେଣୁକରି ମହିମା ଧର୍ମ ପ୍ରଥମେ ଆଗ ଜନ ଜଗତକୁ ଦେଖିଲା। 1866 ଖ୍ରୀଷ୍ଟାବ୍ଦରେ ଯେ ନଅଙ୍କ ଦୁର୍ଭିକ୍ଷ ପଡିଥିଲା, ସେତେବେଳେ ମହିମା ଧର୍ମର ପ୍ରଭାବ ବିଶେଷ ଭାବରେ ଏଇ ଯୋଉ ବାଲ୍ୟଲୀଳା ଖାଇ ଲୋକମାନେ ଅନୁପ୍ରାଣିତ ହେଲେ। ବହୁତ ସେଇ ସମୟର କଥା, ବହୁତ ଦୁଃଖ କଷ୍ଟ। ବ୍ରିଟିଶ ମାନେ ଆସିଲେ, ଆଙ୍କୁ ଓଡିଶାକୁ ପାଦ୍ରୀ ମାନେ ସବୁ ଆସିଲେ। ତେଣୁ ଯେ ଆମର ହିନ୍ଦୁ ଧର୍ମ ଯାହାକୁ ସନାତନ ଧର୍ମ, ତାକୁ ନଷ୍ଟ କରି ପାଦ୍ରୀ ଦୀକ୍ଷା ସବୁ ପ୍ରଚାର କଲେ। ତେଣୁ ମହିମା ଧର୍ମ ସେତେବେଳେ ଅଭ୍ୟୁଦୟ ହେଲା। ତେଣୁ ସେ କହିଲେ ପରମ ବ୍ରହ୍ମ ପରମାତ୍ମାଙ୍କୁ ଉପାସନା କରିବା କଥା କହିଛନ୍ତି। ତେଣୁ ହଁ, ପରମାତ୍ମା ପରବ୍ରହ୍ମଙ୍କୁ ଉପାସନା କଥା କହିଲେ, ସନାତନ ଧର୍ମକୁ ରଖିଲେ ଓଡିଶାରେ। ତେଣୁ ଓଡିଶାର ମହିମା ଧର୍ମ, ତେଣୁ ଓଡିଶାର ମହିମା ଧର୍ମ, ଓଡିଶାରେ ଯାହା ରୀତିଗତି ଚାଲିଚଳନ, ଏଇଥିରେ ମହିମା ଧର୍ମ ପର୍ଯ୍ୟବେସିତ। ଧର ଆମେ ଗୋଟେ ସନ୍ନ୍ୟାସୀ ହଉଛୁ, ଗଛର ବୃକ୍ଷର ବକଳ ପିନ୍ଧିଛୁ, ଗଛର ବକଳ ପିନ୍ଧିଛୁ ଛେଲି, କୌଣସି ବସ୍ତ୍ର ଆବଶ୍ୟକ ନାହିଁ। ବସ୍ତ୍ରଟା ଦରକାର ହେଇଥିଲେ ତମ ଘରକୁ ଯିବି, ବାପା ଗୋଟେ କପଡା ଦିଅ, ବସ୍ତ୍ର ଦିଅ, ନା ସ୍ୱାଧୀନ, ଅତି
ନିଷ୍ଠା ନିଷ୍ଠା ଧର୍ମ ମାନେ ନିଷ୍ଠାର ପରାକାଷ୍ଠା ତ୍ୟାଗର ପ୍ରତିଭୁ ମାନେ ଶେଷ ସୀମା। ତେଣୁ ଆମେ ଯାହା ବ୍ୟବହାର କରୁଛୁ ଏଟା ବକଳ ସେ ହଉଛି ଗଛରୁ ଆସେ। ଗୋଟେ ବାଡି ଧରିବୁ ସେଟା ବାଉଁଶ ବାଡି, ସେଟା କୌଣସି ଲୋକଠାରୁ ବି ଦରକାର ନାହିଁ, ବାଉଁଶ ବାଡିଟେ ହେବ। ଯୋଉ ଛତା ଆମେ ଧରୁଛୁ ସେଟା ହଉଛି ବରଡା ଛତା। ବାବା, ମହିମା ଧର୍ମ ଆଉ ସନାତନ ଧର୍ମକୁ ନେଇକି ଏମିତି କିଛି ଭିନ୍ନ ରହିଛି କି? ନାଇଁ ନାଇଁ ନାଇଁ, ମହିମା ଧର୍ମ ହିଁ ସନାତନ ଧର୍ମ। ସନାତନ ଅର୍ଥ କେହି ବୁଝି ନାହାନ୍ତି ଏପର୍ଯ୍ୟନ୍ତ। ତମେ ଏଇ ରାଜ୍ୟ ସାରା ପଚାରି ଆସ, ସନାତନ ଧର୍ମ କହିଲେ କିଏ ଯଦି ନିଶଟା କାଟିଦେଲା ଦାଢିକୁ ରଖିଲା ସେ କହୁଛି ଆମର ସନାତନ ଧର୍ମ। ଯିଏ ତାର ମୁଣ୍ଡ ନଣ୍ଡା ହେଇଗଲା ସେ କହୁଛି ସନାତନ ଧର୍ମ। ସେଇଗୁଡେ ସେମିତି ଅର୍ଥ ନାହିଁ। ବ୍ୟାକରଣ ଜାଣିବାକୁ ପଡିବ। ବ୍ୟାକରଣ ନ ଜାଣିଲେ କୌଣସି ଶବ୍ଦର ଅର୍ଥ କରିହବନି। ତେଣୁ ପ୍ରତ୍ୟେକ ଶବ୍ଦର ଅର୍ଥ ଜାଣିବାକୁ ହେଲେ ବ୍ୟାକରଣ ଜାଣିବାକୁ। ବାବା, କାହିଁ ସନାତନ ଧର୍ମ ତ ଆଦ୍ୟରୁ ପ୍ରତ୍ୟେକ ଶାସ୍ତ୍ରରେ ସନାତନ, ହିନ୍ଦୁ ଧର୍ମ କଥା କୁହାଯାଏନି। ତେଣୁ ଆମର ସୁପ୍ରିମକୋର୍ଟ କହିଛି ଏଟା ମଣିଷ ଚଳିବା ପାଇଁ ଜୀବନ ଶୈଳୀ। କୋଉଟା କୋଉ ଧର୍ମ ନା ହିନ୍ଦୁ ଧର୍ମ। ସେଟା ଧର୍ମ ଭିତରେ ନୁହଁ, କିନ୍ତୁ ସନାତନ ଧର୍ମ। ସନାତନ ଶବ୍ଦର ଅର୍ଥ ଅଛି ତ୍ରୟ କାଳୋପି ଯତିଷ୍ଠତି ତତ୍ ସତ୍ୟମ୍। ତିନି କାଳରେ ଭୂତ ଭବିଷ୍ୟତ ବର୍ତ୍ତମାନ ତିନି କାଳରେ ଯିଏ ଏକ ଅଂଶରେ ବିଦ୍ୟମାନ ସେ ହେଲେ ସନାତନ। ଆଦ୍ୟରୁ ଥିଲେ, ଏବେ ଅଛନ୍ତି, ଭବିଷ୍ୟତରେ ରହିବେ, ସେ ହେଲେ ସନାତନ। ସେ ସନାତନ ତାଙ୍କୁ ଯିଏ ଆଶ୍ରୟ କରନ୍ତି ତାଙ୍କୁ କୁହାଯାଏ ସନାତନ ଧର୍ମ। ମହିମା ଧର୍ମରେ ବ୍ରହ୍ମ ଉପାସନା ସତ୍ୟକୁ ଉପାସନା କରେ। ତେଣୁ ମହିମା ଧର୍ମ ସନାତନ ଧର୍ମ। ଆଉ କୌଣସି ଧର୍ମ ସନାତନ ଧର୍ମ ନୁହଁ। ବାବା, କିନ୍ତୁ ମହିମା ଦୀକ୍ଷା ଯୋଉମାନେ ନେଇଛନ୍ତି ସେ ପ୍ରଭୁଙ୍କ ମନ୍ଦିରକୁ କାହିଁକି ଯାଆନ୍ତିନି? ହଁ, ଯିଏ ଯେତେ ବଖରା ଘର କରିବ, ଯେତେ ହେଲା କରିବ, ତା ମୂଳ ଦୁଆଟା ସେଇଭଳି ହବା ଦରକାର, ମଜବୁତ। ତେଣୁ ମହିମା ଧର୍ମର ମୂଳ ଲକ୍ଷ୍ୟ ହେଲା ବ୍ରହ୍ମ ଉପାସନା ମାର୍ଗ। ମୂଳ ଲକ୍ଷ୍ୟ ଇଏ ସମସ୍ତ। ବ୍ରହ୍ମ ମାନେ କଣ? ବିରାଟ ଅଣରଣିୟାନ ମହତୋ ମହିୟାନ। ତାଙ୍କ ଠାରୁ ବଡ କେହି ନାହିଁ, ତାଙ୍କ ଠାରୁ ଛୋଟ କେହି ନାହିଁ, ତାଙ୍କର ସମସାମୟିକ କେହି ନାହିଁ। ସେ ହେଲେ ପରମ ବ୍ରହ୍ମ, ପରମାତ୍ମା ବ୍ରହ୍ମ। ବ୍ରହ୍ମାଣ୍ଡ କହନ୍ତି, କେହି କହନ୍ତିନି କୃଷ୍ଣାଣ୍ଡ ରାମାଣ୍ଡ ହନୁମାଣ୍ଡ ଏମିତି କହନ୍ତିନି, ବ୍ରହ୍ମାଣ୍ଡ କହ। କାହିଁକି? ବ୍ରହ୍ମଙ୍କ ଅଣ୍ଡରୁ ଜନ୍ମ ହେଇଥିବ ବ୍ରହ୍ମାଣ୍ଡ। ତେଣୁ ସେ ବ୍ରହ୍ମଙ୍କୁ ଯିଏ ଜାଣିବ ତାଙ୍କ ପାଖରେ ଶରଣ ପଶିବ, ସେ ହେଲା ସନାତନ ଧର୍ମ। କିନ୍ତୁ ବାବା, ଆପଣ କଣ କହିବେ, ପ୍ରଭୁଙ୍କ ମନ୍ଦିରକୁ ଯିବା ଆବଶ୍ୟକ କି ଯିବା ଆବଶ୍ୟକ ନୁହେଁ? ଆବଶ୍ୟକ ନାହିଁ। ଜଡ ମୂର୍ତ୍ତି ପ୍ରତିମୂର୍ତ୍ତି ସେ କଣ ଜାଣନ୍ତି? ସେ ପୃଥିବୀରେ ଦିଟା, ଗୋଟେ ଜଡ ଆଉ ଗୋଟେ ଚେତନ। ଈଶ୍ୱର ଚେତନ ନା ଜଡ? ପ୍ରଥମ ତମେ ଆଗ ଜାଣ। ଈଶ୍ୱର ପରମାତ୍ମା ଯାହାକୁ କହୁଛ ସେ ଚେତନ ନା ଜଡ? ଦିଟା କଥାରେ ଗୋଟେ କୁହ। ଆମେ ଆମେ କଣ କହିବା? ଆମେ କଣ ଜଡ କହିବା? ତମେ କହିବ ସେଟା ମତେ କହୁନ। ତମେ ଈଶ୍ୱର ଚେତନ ନା ଜଡ? ଏ ଖୁଣ୍ଟଟା ଗୋଟେ ଜଡ ପଦାର୍ଥ, ଆକୁ ମୁଣ୍ଡିଆ ପାଇଲେ କଣ ହବ? এই চেয়ার টেବୁଲ ଯାହା ଦେଖୁଛ ଏଗୁଡ଼ା ସବୁ ଜଡ଼ ପଦାର୍ଥ। ମଣିଷ ଦେହେ ଦିବ୍ୟ ଜ୍ଞାନ। ତେଣୁ ଆମ ଶରୀରରେ ଆତ୍ମା ଅଛି। ସେ ବିଷୟରେ ଗୋଟେ ଜନକ ଗୋଟେ ଗପ କହିଥିଲେ। ଶୁକଦେବ ଯାଇଥିଲେ ଜନକ ପାଖକୁ। ତେଣୁ ଜନକ କହିଲେ, କହିଲେ ଏଇ ସେ ଗାଁରୁ ସେ ଲୋକମାନଙ୍କୁ ସବୁ ବାହାର କରିଦିଅ। ଯେତେ ଲୋକ ଥିଲେ କଣ ହବ ନା ସେ ଗାଁକୁ କାଲି ପୋଡ଼ି ଦିଆଯିବ। ସେଇଆ ହେଲା, ନିଆଁ ଲଗେଇଦେଲେ ସେ ଗାଁକୁ। ତାପରେ ଶିଷ୍ୟଙ୍କୁ ସବୁ ପଠେଇଲେ ଜନକ ମହର୍ଷି। ସମସ୍ତେ ଗଲେ, ଶୁକଦେବ ତା ଭିତରେ ଥିଲେ। ସେ ସମସ୍ତେ ଗଲେ ରକ୍ଷା କରିବାକୁ। ରକ୍ଷା କରି ସାରି ଆସି ପହଞ୍ଚିଲେ ସମସ୍ତଙ୍କୁ ପଚାରିଲେ ଜନକ, ତମେ କଣ ରକ୍ଷା କରିଛ? କହିଲେ ଆଜ୍ଞା, ଜଣକ ଘରେ ଗୋଟେ ବ୍ରହ୍ମ ଜ୍ଞାନ ପୋଥି ଥିଲା, ମୁଁ ତାକୁ ରକ୍ଷା କରିଛି। ତମେ କଣ କରିଛ? ନା ଜଣଙ୍କର ଟଙ୍କା ବିଡ଼ା ଥିଲା, ତାକୁ ମୁଁ ରକ୍ଷା କରିଛି। ଆଉ ତମେ କଣ କରିଛ? ନା ଯାହାର ଜଣଙ୍କର ଧାନ ଅମାର ଥିଲା, ସେ ପୋଡ଼ି ଯାଉଥିଲା, ତାକୁ ମୁଁ ରକ୍ଷା କରିଛି। ଶୁକଦେବକୁ ଶେଷରେ ପଚାରିଲେ, ଶୁକଦେବ ତମେ କଣ ରକ୍ଷା କରିଛ? କହିଲେ ଆଜ୍ଞା, ଜଣଙ୍କ ଘରେ ଗୋଟେ ଶୁଆ ଥିଲା ପିଞ୍ଜରା ଭିତରେ, ତାକୁ ମୁଁ ରକ୍ଷା କରିଛି। ତେଣୁ ସେ ହେଲେ ବ୍ରହ୍ମଜ୍ଞାନୀ। ଏ ପୋଥିରେ ବ୍ରହ୍ମଜ୍ଞାନ ପୋଥିରେ ଆତ୍ମା ନାହିଁ, ସେ ଧାନ ଅମରରେ ଆତ୍ମା ନାହିଁ, ଟଙ୍କାରେ ଆତ୍ମା ନାହିଁ, ଆତ୍ମା ଅଛି ଶୁଆ ପାଖରେ। ତେଣୁ ଇଏ ଶୁକଦେବ ହେଲେ ବ୍ରହ୍ମଜ୍ଞାନୀ। ତେଣୁ ଏ ଜଡ଼ ପଦାର୍ଥ ଯାହା ଦେଖୁଛ ମନ୍ଦିରରେ ସେଟା ମଣିଷକୃତ। ତମ ଶରୀରକୁ ପ୍ରଭୁ ତିଆରି କରିଛନ୍ତି। ତେଣୁ ଆଗକୁ କହନ୍ତି ହୃଦୟ ମନ୍ଦିର। ଏ ହୃଦୟ ମନ୍ଦିରରେ ପ୍ରଭୁ ପରମାତ୍ମା ବିଜେ କରିଛନ୍ତି। ତେଣୁ ଏ ମନ୍ଦିରକୁ ପ୍ରତିଦିନ ପରିଷ୍କାର ପରିଚ୍ଛନ୍ନ ରଖିବା, ଶୁଦ୍ଧ ପୂତ ରଖିବା, ଆନ୍ତରିକ ବାହ୍ୟ ଶୌଚ। ଆଉ ବାହ୍ୟ ମନ୍ଦିରରେ କଣ ହଉଛି ନା ସବୁ ଭଲ ଭଲ ଭୋଗ ଲାଗୁଛି। ମଣିଷ ଯାହାକୁ ତିଆରି କରୁଛି ସେଥିରେ ଛେନା ଗୁଡ଼ ନଡ଼ିଆ କଦଳୀ ସବୁ ଭୋଗ ଲାଗୁଛି। କିନ୍ତୁ ଈଶ୍ୱର ଯୋଉ ମନ୍ଦିରକୁ ତିଆରି କରିଛନ୍ତି, ଏ ମନ୍ଦିରରେ ମଣିଷ କଣ ଗୁଟକା ମଦ ଗଞ୍ଜେଇ ମାଛ ମାଂସ ସବୁ ଖାଉଛି। ଈଶ୍ୱର ବିଷୟରେ ସେ କିଛି ଜାଣିନାହିଁ। ଯଦି ଜାଣନ୍ତା ଈଶ୍ୱର ଘଟରେ ଅଛନ୍ତି, ଏଗୁଡ଼ା କାହିଁ ଖାଆନ୍ତା? ବାବା, ଭୀମ ଭୋଇ ବି ଭବିଷ୍ୟକୁ ନେଇକି ଅନେକ ଲେଖିଛନ୍ତି, ଭବିଷ୍ୟବାଣୀ ନେଇକି। ହଁ,
ହଁ ଏଇ ପ୍ରକାର ଘଟିବ କେତେବେଳେ କେମିତି ଲୋକମାନଙ୍କର ଧର୍ମ ମାର୍ଗ କେହି ଜାଣିଲେନି ଏ ଯାହା ଯାହା ଆଲୋଚନା ହେଲା ମୂଳରୁ ମୁଁ କହି ଆସିଲି ଏପର୍ଯ୍ୟନ୍ତ କଣ ବୁଝିଲେ? ତେଣୁ ଏ ପରମାତ୍ମା କେହି ଜାଣିଲେ ନାହିଁ। ସେଇ କଥା ଭୀମ ଭୋଇ ତାଙ୍କର ମାଳିକାରେ କହିଛନ୍ତି, କର୍ମକୁ ନ କଲେ କାମନା ସିଦ୍ଧି ହୁଏ ନାହିଁ, କର୍ମହୀନ ହୋଇ ଗଲେରେ ବଉଳ ଏହି ତିନି ପୁର ମହି। କର୍ମ କରିବାକୁ ପଡିବ। ଧର୍ମ କଥା ଆଚରଣର ଜିନିଷ ସେଟା କହିବା ପାଇଁ ହେଇନାହିଁ। ଧର୍ମଂ ଚର ସତ୍ୟଂ ବଦ ଉପନିଷଦ କହୁଛି। ତେଣୁକରି ସେ ଭବିଷ୍ୟତ ମାଳିକା ସେ କହିଛନ୍ତି କିଛି କିଛି ଯେ ସବୁ ସମାଜକୁ ଦେଖିକରି ବସିଥାଇ କୂଳ ମହାନଦୀ ଜଳ ଛୁଇଁ ଅଛି ସତ୍ୟ କରି ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତ୍ରୀ ପ୍ରାଣୀଙ୍କ କଷଣ ଭେଦୁ ଅଛି ମନ ଏ ଜୀବକୁ ମୋର ବାଧେ ଆରକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ। ତେଣୁ ସେତେବେଳେ ଯୋଉ ଦୁଃଖ କଷ୍ଟ ପାଉଥିଲେ ଇଂରେଜ ଶାସନ ଥିଲା ସେ ସମୟରେ ଭୀମ ଭୟଙ୍କର ଅବତୀର୍ଣ୍ଣ ହେଇଥିଲା। ତେଣୁ ସେ ଦୁଃଖ କଷ୍ଟ ସହି ନ ପାରି ଲୋକ ପୋକ ମାଛି ଭଳିଆ ମରି ଯାଉଥିଲେ ଯୋଉ 1864 ଖ୍ରୀଷ୍ଟାବ୍ଦରେ। ତେଣୁ ସେତେବେଳ କଥା ସେ ଲେଖିଛନ୍ତି ଭବିଷ୍ୟତ ବାଣୀରେ କିଛି କିଛି ଯାହା ହଉଛି ସ୍ୱାଭାବିକ ସେ ହବ ସେଇ କଥା ସେ କହିଛନ୍ତି ଆଉ। ବାବା କଳିଯୁଗ ସରିବ? ନାଇଁ କଳି ଯୁଗ ବୋଲି ନାହିଁ, ତାକୁ ମହିମାଧରେ କିଛି ସତ୍ୟ କଳି ତ୍ରେତୟା ଦ୍ୱାପର କଳି ସେମିତି କିଛି ନାହିଁ। ପୃଥ୍ୱୀ ହେଲା ଦିନଠାରୁ ଗୋଟିଏ ଯୁଗ ଚାଲିଛି। ଏଇଟା ପୁରାଣରେ କହିଛନ୍ତି। ଜୟଦେବ ପ୍ରଭୃତି ବିଶେଷତଃ ଭାବରେ ସତ୍ୟ ତ୍ରେତୟା ଦ୍ୱାପର 10 ଅବତାର କଥା ବର୍ଣ୍ଣନା କରିଛନ୍ତି। ସେଟା ଏବେକା କଥା। ପୃଥ୍ୱୀ ଯୋଉ ଦିନ ଠାରୁ ତିଆରି ହେଇଛି ଏ ପର୍ଯ୍ୟନ୍ତ ପୃଥିବୀ ଗୋଟାଏ ଚାଲିଛି, କୌଣସି ଯୁଗ ଫୁଗ ନାହିଁ। ସବୁ ଯୁଗରେ ସବୁ ଅଛି, ତେଣୁକରି କୌଣସି ଯୁଗ ନାହିଁ ମାନେ କାମ କହିବା ଅର୍ଥ କଣ ତାକୁ ବୁଝିବାକୁ ପଡିବ। ତମେ କହୁଛ କଳି ଯୁଗରେ ପାପ ଭାରା ବେଶୀ ହେଇଗଲା ତେଣୁ କହୁଛ ତ କଳି ଯୁଗ ନା। ବର୍ତ୍ତମାନ ଏ ଯୁଗରେ ଯାହା ଯାହା ପାପ ଆଚରଣ ଲୋକ କରୁଛନ୍ତି ଦ୍ୱାପର ଯୁଗରେ ବେଶୀ କରୁଥିଲେ, ତ୍ରେତୟା ଯୁଗରେ ବେଶୀ କରୁଥିଲେ, ସତ୍ୟ ଯୁଗରେ ବେଶୀ କରୁଥିଲେ। ତେଣୁ ସତ୍ୟ ଯୁଗରେ ବେଶୀ ସେ ଅବତାର ହେଇଛି, 4-5ଟା ଅବତାର ହେଇଛନ୍ତି। ପାପ ହେଲେ ବା ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍। କୋଉଠି ଗୀତାରେ କହିଲେ, କୃଷ୍ଣ କହିଲେ ଯେତେବେଳେ ଯେତେ ଅଧର୍ମ ବଢିଯାଏ ପାପ ଇଏ ଯୋଉ ଧର୍ମ କମିଯାଏ ପାପ ବଢିଯାଏ ସେତେବେଳେ ଅବତାର ହୁଅନ୍ତି। ଯଦି ଏଇଟା ଠିକ କଥା ତାହେଲେ ସତ୍ୟ ଯୁଗରେ ଏତେ ଅବତାର ହେଲେ କାହିଁକି? ତାହେଲେ ପାପ ଭାର ବେଶୀ ଥିଲା। ବାବା ଆପଣ କହିଲେ ସତ୍ୟ ଯୁଗରେ ଯଦି ଅନେକ ଭାର ଥିଲା ପାପ, କିନ୍ତୁ ପ୍ରଭୁ ଅନେକ ଥର ଅବତାର ନେଇଛନ୍ତି, ସେମିତି ଯଦି କଳିରେ ଅନେକ ପାପ ଭାର ବଢି ଯାଉଛି ତାହେଲେ ପ୍ରଭୁ ଅବତାର ନେବେ କି ନାହିଁ? ନାଇଁ ନା ପ୍ରଭୁ ଅବତାର ନିଅନ୍ତିନି। ଆଉ ଅବତାର ବାଦ ଦର୍ଶନରେ ନାହିଁ। ଏଇ ଯୋଉ ଆମର ଦର୍ଶନ ଉପନିଷଦ ବେଦ ବେଦାନ୍ତର କି ନାହିଁ, ଏଇଟା ହେଲା ପ୍ରାଚୀନ ଶାସ୍ତ୍ର। ସେ ପ୍ରାଚୀନ ଶାସ୍ତ୍ର ଯାହା କହୁଛି ସେଇ କଥା ପଢିବା ବୁଝିବା ମାନିବା। ଏ ବର୍ତ୍ତମାନ ଲେଖା ଯୋଉମାନେ ମନ ଗଢା ଲେଖା ଏଇ ଲେଖା ଗୁଡା ଗ୍ରହଣ ଯୋଗ୍ୟ ନୁହଁ। ତେଣୁ ଏ ଲେଖାକୁ ଆମେ ଶୁଣିବା ନାହିଁ। ଦର୍ଶନ ଉପନିଷଦ କଣ କହୁଛି ସେ ତା ଦେହରେ କିଛି ଅବତାର ଫତାର ନାହିଁ। ଏମାନେ ଲୋକ ମନ ଗଢା, ସେମାନେ ତାଙ୍କ ମନକୁ ଭାବିଲେ ଗୋଟେ ଈଶ୍ୱର ଆସନ୍ତି ଲୋକମାନଙ୍କୁ ମାରିବା ପାଇଁ। ତେଣୁ ଖରାପ ଶିକ୍ଷା ଲୋକମାନଙ୍କୁ ଦେଇଛନ୍ତି। କୌଣସି ଅବତାର ଈଶ୍ୱର ଅବତାର ହୁଅନ୍ତିନି। ଈଶ୍ୱର କାହିଁ ଅବତାର ହେବେ? ସେ ଯୋନିରେ ଜନ୍ମ ହେବେ ଈଶ୍ୱର? ଇଏ କି ଅଭ୍ରାନ୍ତ ବିଷୟ ଗୋଟା ପାପ କଥା। ଏ ଯୋଉ ଲୋକମାନେ କହୁଛନ୍ତି ସେମାନେ ନିଜେ ବୁଝି ନାହାନ୍ତି। ଆଗ ଈଶ୍ୱର କିଏ ଠାକୁର କିଏ ପରମାତ୍ମା କିଛି ବୁଝି ନାହାନ୍ତି। ତେଣୁ ସେ ତାଙ୍କ ନିଜ ନିଜର ଇନ୍ଦ୍ରିୟ ଚରିତାର୍ଥ କରିବା ପାଇଁ ସେମାନେ ଗୋଟେ ଗୋଟେ ଠାକୁର ତିଆରି କରି ଏବେ ମଧ୍ୟ ବହୁ ଜାଗାରେ ଠାକୁର ବାହାରୁଛନ୍ତି। ସେ ମନ ଗଢା କଥା, ଗୋଟେ ଶାସ୍ତ୍ର ପ୍ରମାଣ ନାହିଁ କିଛି। ବାବା ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହେଇନାହାନ୍ତି? ହଁ ସେ ଠାକୁର କାହିଁ ହେବେ? ତାଙ୍କର ଜନ୍ମ ଅଛି। ଈଶ୍ୱରଙ୍କର ଅନନ୍ତ ନାମେ ଅନ୍ତ ନାହିଁ ଅଣ ଅକ୍ଷରେ ଯାର ଦେଇ। ଭାଗବତ କହିଲେ ଅନନ୍ତ, ତାଙ୍କର ମୂଳ କେହି ଜାଣିନାହାନ୍ତି, ମଝି ଜାଣିନାହାନ୍ତି, ଶେଷ ଜାଣିନାହାନ୍ତି, ସେ ହେଲେ ଈଶ୍ୱର। ଆଉ ଯିଏ ଯାହାର ଜନ୍ମ ଅଛି ତାର ଜନ୍ମାଷ୍ଟମୀ ପାଳୁଛନ୍ତି, ତାଙ୍କର ମୃତ୍ୟୁ ଅଛି, ଯାହାର ଜନ୍ମ ମୃତ୍ୟୁ ଅଛି ସେ ଈଶ୍ୱର ହେଇପାରିବେ ନାହିଁ। ଆପଣ ଏତେ ଦିନ ରହିଲା ଭିତରେ ଏମିତି କିଛି ଅନୁଭବ କରିଛନ୍ତି? ହଁ ପରମାତ୍ମା ସମୁଦ୍ର ଆମ ଅନୁଭବ, ସେଟା ଜୀବର ଗତି ଅନୁଭବ ଉଦ୍ଧବେ କହିଲେ ମାଧବ। ସେଟା ଅନୁଭବର ଜିନିଷ। ଯୋଉମାନେ ସେ ସ୍ତରକୁ ଯିବେ, ପାହାଡ ଉପରକୁ ଯୋଉମାନେ ଉଠି ଯାଆନ୍ତି ତଳକୁ ଆଣିଲେ ସବୁ ସମାନ ଦେଖାଯିବ। ଯିଏ ତଳେ ଅଛନ୍ତି ତାଙ୍କୁ ଉଚ୍ଚା ନିଚା ଖାଲ ଢିପ ଦେଖାଯିବ। ତେଣୁ ଇଏ ଆତ୍ମ କଥା ଦର୍ଶନ କଥା। ଉପରକୁ ଯୋଉମାନେ ଯିବେ ଉଠିବେ ସନ୍ଥ ସାଧୁ ସେମାନେ ହେବେ ସମସ୍ତ ଜୀବକୁ ସମାନ ଦେଖିବେ। ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁ ଦେଲେ ଅନୁସରି ସକଳ ଭୂତରେ ପୁରୀ ସମାନରେ ନୁହେଁ ସାନ ବଡ କରି। ଈଶ୍ୱର ଛୋଟ ବଡ ସେମିତି କିଛି ନାହିଁ। ଯିଏ ସମାନ ଦୃଷ୍ଟି ଶତ୍ରଉ ମିତ୍ରେ ପୁତ୍ରେ ବନ୍ଧଉ ମା କୁରୁ ଯତ୍ନହଂ କଳହେ ସନ୍ଧଉ ଭବ ସମଚିତ ସରବତ୍ର ତ୍ୱଂ ବାଞ୍ଛସ୍ୟ ଚିରାତ ଯଦି ବିଷ୍ଣୁ ତ୍ୱଂ। ଯଦି ବିଷ୍ଣୁ ପାଇବାକୁ ପ୍ରଭୁ ପାଇବାକୁ ଇଚ୍ଛା କରୁଛ କଣ କରିବ ନା ସମସ୍ତଙ୍କୁ
ଶତ୍ରୁ ମିତ୍ର ପୁତ୍ର କିମ୍ବା ବନ୍ଧୁଙ୍କ ସଙ୍ଗର ସେମାନଙ୍କ ସହିତ କଳହ ନ କର। ଯଦି ଶୀଘ୍ର ବିଷ୍ଣୁ ପାଇବାକୁ ଇଚ୍ଛା କର, ସମସ୍ତଙ୍କୁ ଦେଖ ତୁଇ ସମାନ ଶକ୍ତିର। କାହିଁ ଏ ସ୍ତରର ଲୋକ କାହିଁ? ତମେ ବାପାର ଖାଇବ, ଦାଦିର ଗାଇବ। ଏଇ ଯୋଉ ନିଶ୍ୱାସ ଯାଉଛି କିଏ ତାକୁ କରିଛି? ସୃଷ୍ଟି କରିଛି କିଏ? ଯେ ତମ ଜୀବନ ବଞ୍ଚିଛି କେମିତି ତାକୁ ଜାଣିପାରୁନ? କୃଷ୍ଣ କରିଛନ୍ତି, ରାମ କରିଛନ୍ତି, ଦୁର୍ଗା କରିଛନ୍ତି, ହନୁମାନ କରିଛି। ବଞ୍ଚିଛ କାହା ସକାଶେ? ପ୍ରଭୁ ଦୟା କର। ତାକୁ ତାକୁ ଜାଣିବା, ଈଶ୍ୱରଙ୍କୁ ଜାଣିବା, ଆମେ ପରମାତ୍ମାଙ୍କୁ ଜାଣିବା। ଏଇଟା ହେଲା ମଣିଷର କର୍ତ୍ତବ୍ୟ। ମଣିଷ ଦେହରେ ଦିବ୍ୟ ଜ୍ଞାନ, ଏଇଟା ହେଲା ପ୍ରଭୁଙ୍କର ଈଶ୍ୱରଙ୍କ ସୃଷ୍ଟିରେ। ତେଣୁ ମଣିଷ ଦେହରେ ଜାଣିଲେ, ତେଣୁ ସେ ସମୟରେ ଥିଲା ବେଦ ବେଦାନ୍ତ ଉପନିଷଦ ଯୋଉ ସମୟରେ ଚାଲୁଥିଲା, ସେ ସମୟରେ ସବୁ ମୁନି ଋଷି ମାନେ ଶହ ଶହ ବର୍ଷ ତପସ୍ୟା କାହିଁ କରୁଥିଲେ କହିଲ? ମନ୍ଦିରକୁ ଯାଉଥିଲେ ସେ? ଏଇଟା ସାଧାରଣ ଜ୍ଞାନ ଜାଣିବା ଦରକାର। ଯେତେ ମୁନି ଋଷି ଥିଲେ ଶହ ଶହ ବର୍ଷ ଜଙ୍ଗଲରେ ତପସ୍ୟା କରୁଥିଲେ। ପୁରାଣରେ ଅଛି ରାବଣ ପ୍ରଭୃତି ମଧ୍ୟ ଜଙ୍ଗଲରେ ତପସ୍ୟା କରୁଥିଲେ। ସେ କୌଣସି ମନ୍ଦିରକୁ ଯାଉନଥିଲେ। ସବୁ ଅନ୍ତର ଭିତରେ, ସବୁ ବାହ୍ୟରେ କିଛି ନାହିଁ, ସବୁ ଅନୁଭବ କରିବ। ବାହ୍ୟରେ ଖୋଜିଲେ କେବେ ନାହିଁ ମିଳେ, ଘଟ ବେଦାନ୍ତରେ ଭେଟ ପାଇ। ଭୀମ ଭୟଙ୍କର ଯେତେ ଭଜନ ଶାରୀରିକ ଭଜନ, ଶାରୀର ଅର୍ଥକ ଭଜନ, ସବୁ ଶରୀର। ଏ ଶରୀର ଭିତରେ ଠାବ କର, ବାହ୍ୟରେ ଭ୍ରମି ନ ମର। ବାହ୍ୟରେ କିଛି ନାହିଁ, ଏଇଟା ଲୋକ ଦେଖେ ଆଣିଆ। ଏଠି ନାମ କରିବା, ସେଠି ଗୀତ ବୋଲିବା, ଏଠି ନାଚିବା, ସେଠି ରାମକୃଷ୍ଣ କରିବା, ନାଟକ କରି ଯାତ୍ରା କରିବା, ଏ ସବୁ ଧର୍ମର ମାର୍ଗ ନୁହଁ। ତେଣୁ ଆତ୍ମିକ ଦୃଷ୍ଟିରେ ଯିଏ ଦେଖିବ, ଏ ଶରୀର ଭିତରେ ସବୁ ଅଛି। ଏ ଯୋଉ ପଞ୍ଚତତ୍ଵ, ଏ ଶରୀର ଭିତରେ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ରହିଛି, 25 ପ୍ରକୃତି ରହିଛି। ଆକୁ ଆୟତ କର। ପ୍ରଥମେ ରାଗ, ହିଂସା, କାମକ୍ରୋଧ ଲୋକ ଛାଡ଼ିଲେଣି। ସେ ରାମ ରାମ କହିଲେ କଣ ହବ? ତେଣୁ ଜଣେ ବ୍ରାହ୍ମଣ ଲେଖିଛନ୍ତି, କେତେ ହରେ ରାମକୃଷ୍ଣ ବସି ତୁ ଭଜିରେ ମନ, ଭଜି ଭଜି ତୁଣ୍ଡ ଥକା, ଭଜିବା ତ ଅକାରଣ। ତତ୍ଵ ନ ଚିହ୍ନିଣ ନାମ, ଭଜିବାଟି ଅକାରଣ। ବୃଥା ଭଜି ନାରାୟଣ, ଶ୍ରମ ମାତ୍ର ହେବ ସାର। ପାଣି ପାଣି କଲେ ହୋରି, ପାଣିକି ପଡ଼ିବ ଝରି। ନ ଆଣିତା ନ ପିଇଲେ ମେଣ୍ଟିବ କି ତୃଷା ତୋର? ପାଣି ପାଣି କଲେ ପାଣି ଶୋଷ ମେଣ୍ଟିଯିବ? ପାଣି ପାଖକୁ ଯିବ, ପାଣି ଆଣିବ, ପିଇବ, ତାପରେ ତୃଷା ମେଣ୍ଟିବ। ତେଣୁ ଏ ସୃଷ୍ଟିରେ ଯେତେ ଜୀବ ଜଗତ ପରମାତ୍ମା ସୃଷ୍ଟି କରିଛନ୍ତି, ତାଙ୍କ ପାଇଁ ଖାଦ୍ୟ ରଖିଛନ୍ତି। ଜୀବ ସୃଷ୍ଟି କଲେ, ପ୍ରଥମେ ଖାଦ୍ୟ କଲେ, ତାପରେ ପିଣ୍ଡକୁ ସୃଷ୍ଟି କଲେ। ଆଗ ମୃଗ କଲେ, ତାପରେ ବାଘ କଲେ। ନହେଲେ ବାଘ ଜନ୍ମ କରିଦେଲେ ଆଗ ଖାଇବ କଣ ସେ? ତେଣୁ ଏ ଶସ୍ୟ ପ୍ରଭୃତି ଆଗ ହେଲା, ତାପରେ ମଣିଷକୁ ସୃଷ୍ଟି କରିବ। ତେଣୁ ବାବା, ଏଇ ଯୋଉ ନିଷ୍କାମ ସାଧନାର ଟୁଙ୍ଗିଟା ଅଛି, ଏ ନିଷ୍କାମ ସାଧନା କେତେବେଳେ କରାହୁଏ? ହଁ, ଏଇଠି ରାତି 4ଟାରୁ ସେଠି ଘୃତବତୀ ହୁଏ, ଆହୁତି ହୁଏ। ସନ୍ଧ୍ୟାବେଳେ 2 ଟାଇମ୍ ହୁଏ। ଏହାର ଲକ୍ଷ୍ୟ କଣ? ଶରୀରର ଶୁଦ୍ଧତା ପାଇଁ, ଶରୀର ପବିତ୍ରତା ପାଇଁ, ଈଶ୍ୱରାଭିମୁଖୀ ହେବା, ମଣିଷମାନଙ୍କୁ ଈଶ୍ୱରାଭିମୁଖୀ କରାଇବା। ଅନ୍ୟ କୌଣସି ବାଟକୁ ନେବା ନାହିଁ। ତେଣୁ ଈଶ୍ୱର ଅଭିମୁଖୀ, ପରମାତ୍ମାଙ୍କ ଅଭିମୁଖୀ କରାଇବା। এই ଶରଣ ଦର୍ଶନ ଉପାସନା ମାର୍ଗ ବେଦରେ ଅଛି। ଉପାସନା କରିବ, ନିଷ୍କାମ ଉପାସନା, କୌଣସି କାମନା ରଖିବନି। ପ୍ରଭୁ ଆମକୁ ସୃଷ୍ଟି କରିଛନ୍ତି, ତାଙ୍କ ଦ୍ୱାରା ଆମେ ଧାରିତ ପାଳିତ ହେଉଛେ। ସେ ତାଙ୍କ ଖାଦ୍ୟ ଖାଇ ଆମେ ବଞ୍ଚିଲେ, ତେଣୁ ସେ ପ୍ରଭୁଙ୍କ ପାଖରେ ଶରଣ ପଶିବା। ଏଟା ମୂଳ କଥା। ତମ ବାପା ଜନ୍ମ କରିଛନ୍ତି ତମକୁ, ତମେ ବାପା ଯେତେବେଳେ ବୃଦ୍ଧ ହେଇଯାଉଛି, ତମକୁ ଜନ୍ମ କରି ତମେ ତାଙ୍କୁ କରିବ ସେବା, ତାଙ୍କର ପୂଜା କରିବ, ଖାଦ୍ୟ ଦେବ, ଭଲ ମିଷ୍ଟ କଥା କହିବ ବାପା ମାଙ୍କୁ। ସେମିତି ଆମର ବାପା ହେଲେ, ତେଣୁ କଥାରେ କହନ୍ତି, କାନ ଧରି ପଚାରିଲେ ବାପା ନା ଆସିବନି। କିଏ ସେ ବାପା? କିଏ? ସେ ପରମାତ୍ମା, ପରମ ବ୍ରହ୍ମ, ଯିଏ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କ ପାଖରେ ଶରଣ ପଶିବ ସନ୍ଧ୍ୟା ସକାଳେ 2 ଟାଇମ୍ କୁହାଯାଇଛି ମହିମାଧବରେ। ଗୀତା ଭାଗବତରେ କୁହାଯାଇଛି, ଗଗନ ସମୀରଣ ଜ୍ୟୋତି ଜେବା ଶୈଳ ଧରିତ୍ରୀ ନଦୀ ସରିତ ତରୁ ତୃଣ ସ୍ଥାବର ପର୍ବତ ଜଙ୍ଗମ, ଏ ସର୍ବ ବିଷ୍ଣୁଙ୍କ ଶରୀର, ଭୂତଙ୍କ ବାହ୍ୟ ଅଭ୍ୟନ୍ତର, ଏମନ୍ତ ଭାବି ହୃଦଗତେ ପ୍ରଣାମ କରୁଥିବ ନିତ୍ୟ। ମହିମା ଧର୍ମ ଗୀତା ଭାଗବତରେ ଯାହା କହିଛି, ତାର ନିର୍ଯାସ ସାର କଥା ମହିମା ଧର୍ମରେ ପାଳନ କରାଯାଏ। ଆମେ ଖାଲି ପାଟିରେ କହୁନ, ଅନ୍ୟମାନେ ପାଟିରେ କହନ୍ତି, ଭାଗବତ ପଢନ୍ତି, ଭାଗବତ ଅର୍ଥ ଜାଣିନାହାନ୍ତି। କିନ୍ତୁ ମହିମା ଧର୍ମରେ ତାକୁ ପାଳନ କରାଯାଏ। କେତେ ପ୍ରତ୍ୟେକ ଶବ୍ଦର ଅର୍ଥ ଅଛି। ତେଣୁ ଗଗନ ସମୀର ପଞ୍ଚଭୂତ କଥା କହିଲେ, ଏ ସମସ୍ତଙ୍କ ଭିତରେ ଯେ ଈଶ୍ୱର ଅଛନ୍ତି, ତା ପାଖରେ ଶରଣ ପଶିବା ହେଲା ମହିମା ଧର୍ମର ଉପାସନା ମାର୍ଗ। ବାବା, ମା ମାନେ ନିଷ୍କାମ ସାଧନା କରିପାରିବେନି? ହଁ, ମା ମାନେ କରିବେ, ଗୃହସ୍ଥରେ ରହିକରି। ଗୃହସ୍ଥରେ ରହିକି? ହଁ, ଗୃହସ୍ଥ, ସନ୍ନ୍ୟାସିନୀ କେହି ହେବେନି। ସନ୍ନ୍ୟାସିନୀ କେହି? ନା ନା, ସେ ଗୃହରେ ରହିକରି, ସ୍ୱାମୀ ସ୍ତ୍ରୀ ସେମାନେ ଗୃହରେ ରହିକରି ପତି ପତ୍ନୀ ପ୍ରଭୁଙ୍କୁ ଈଶ୍ୱରଙ୍କୁ ଆରାଧନା କରିବେ, ପ୍ରଭୁଙ୍କୁ ଡାକିବେ, ଶରଣ ଦର୍ଶନ କରିବେ। ଯୋଉ କପଡା ପିନ୍ଧି ପାରିବେ? ହଁ, ଗେରୁ ବସ୍ତ୍ର ପିନ୍ଧିବେ। ଗେରୁ ବସ୍ତ୍ର ପିନ୍ଧିକି ଗୃହରେ ରହିପାରିବେ? ହଁ ହଁ। ମହିମା ଧର୍ମ 2 ଭାଗରେ ବିଭକ୍ତ, ଗୋଟେ ଗୃହସ୍ଥ, ଗୋଟେ ସନ୍ନ୍ୟାସୀ। ଯେଉଁମାନେ ସନ୍ନ୍ୟାସୀ ଗୃହ ତ୍ୟାଗ କରି ଗୁରୁଙ୍କ ସହିତ
ନଣ୍ଡିତ ମୁଣ୍ଡ ହେବେ ପ୍ରଥମେ ଯେ ଗୌରୀକ ବସ୍ତ୍ର ପରିଧାନରେ ଦୀକ୍ଷା ନେବେ, ତାପରେ ଗୁରୁଙ୍କ ସହିତ ଭ୍ରମଣ କରିବେ, ମହିମା ଧର୍ମ ନୀତି ନିୟମ ନିଷ୍ଠା ଏଗୁଡ଼ା ପାଳନ କରିବେ। ତାପରେ ଦ୍ୱିତୀୟ ସ୍ତରକୁ ଯେଉଁ ଡୋର କୌପୀନ କୁହାଯାଏ ତାକୁ ଦାସ ଉପାଧି, ସେ ଗୋଟେ ସ୍ତର ରହିଛି। ପ୍ରଥମ ସ୍ତର ବୈରାଗୀ, ତାପରେ ଦାସ, ତାପରେ ବକଳ ଧାରଣ ବାବା। ଇଏ ହେଲା ତିନିଟା ଶ୍ରେଣୀ, କିନ୍ତୁ ସମସ୍ତେ ଗୋଟିଏ। ଆମେ ଏଇଟା ସିନା ପ୍ରଥମ ଦ୍ୱିତୀୟ ତୃତୀୟ କରାଗଲା, କିନ୍ତୁ ମୂଳ ଲକ୍ଷ୍ୟ ବିଦ୍ୟା। ତମେ ସ୍କୁଲକୁ ଯାଉଛ, ଯେ ସବୁ କ୍ଲାସ୍ କାହିଁକି ହେଇଛି? ସେମିତି ମହିମା ଧର୍ମରେ 3ଟି ପାହାଚ ଅଛି, 3ଟା ସ୍ତର ଅଛି। ଇଏ ଗୋଟେ ଗଲା ସନ୍ନ୍ୟାସୀ ମାନଙ୍କ ଭିତରେ। ଭକ୍ତମାନଙ୍କ ଭିତରେ ଅଛି ଯେଉଁମାନେ ଗୌରିକ ବସ୍ତ୍ର ପରିଧାନ କରିବେ, ମହିମା ଧର୍ମ ନୀତି ନିୟମ ପାଳନ କରିବେ, ତାପରେ ତାଙ୍କର ସବୁ ନିଷ୍ଠା କର୍ମ ଗୁଡ଼ାକ ଯଦି ଠିକ୍ ଜାଗ୍ରତ ହେଇଗଲା, ବୈରାଗ୍ୟ ଭାବ ଆସିଲା, ତାପରେ ସେ ଯେଉଁ ଗୋଷ୍ଠୀଭୁକ୍ତ ହେବେ। ମହିମା ଗଦିରେ ଆମର ଗୋଟେ ଗୋଷ୍ଠୀ ଅଛି, ଗୋଷ୍ଠୀଭୁକ୍ତ ଯେଉଁମାନେ ହେବେ ସେ ଭକ୍ତମାନେ, ସେ ଆଉ ଘରେ ଯେଉଁ ଛେତିକା ମୂର୍ତ୍ତି ହେଲେ ଖାଇବେନି, ସ୍ତ୍ରୀ ସହବାସ କରିବେ ନାହିଁ। ସେମାନେ ହେଲେ ଗୋଷ୍ଠୀଭୁକ୍ତ ଭକ୍ତ। ଅସାଧାରଣ ଭକ୍ତ ଠାରୁ ସେ ଟିକେ ଆଉ ଟିକେ ଉଚ୍ଚ ସ୍ତର ଭକ୍ତ। ତେଣୁ ମହିମା ଧର୍ମ 2 ଭାଗରେ ବିଭକ୍ତ। ଦ୍ୱିପାଦେ ଧର୍ମ ସ୍ଥାପିଲେ ଶ୍ରୀ ଗୁରୁ ଗୋପ୍ୟାନ ହେଲେ। ତେଣୁ ଗୃହସ୍ଥ ଏବଂ ସନ୍ନ୍ୟାସୀ 2ଟା ତେଣୁ ଅନେକ କଥା ତ ରହିଛି, ଶେଷରେ ଆମ ଦର୍ଶକ ମାନଙ୍କୁ କଣ କହିବେ? ହଁ, ସମସ୍ତେ ଆମେ ଈଶ୍ୱରଙ୍କୁ ଜାଣିବା, ପରମାତ୍ମାକୁ ଜାଣିବା। ମଣିଷ ଜନ୍ମ, ଏଇ 56 କୋଟି ଜୀବ ଯେତେ ଅଛନ୍ତି ସମସ୍ତଙ୍କଠାରୁ ଶେଷରେ ମଣିଷ ସୃଷ୍ଟି କଲେ, ୟା ଦେହରେ ଦିବ୍ୟ ଜ୍ଞାନ ଦେଲେ। ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ସନ୍ତୋଷ ହେଲେ କ'ଣ କଲେ? ଆଉ ଜୀବ ସୃଷ୍ଟି କଲେ ନାହିଁ। 84 କୋଟି ଯୋନି ସମସ୍ତ ଜୀବ ତିଆରି କରି ସାରିଲା ପରେ ମଣିଷକୁ ସୃଷ୍ଟି କଲେ। ମଣିଷ ଜାଣିଲା ଯେ ମୋତେ କିଏ ସୃଷ୍ଟିକି ଆଣିଲା, ଜନ୍ମ କଲା କିଏ, ମୁଁ କୋଉଠି ଥିଲି, କୋଉଠିକି ଆସିଛି, କ'ଣ କରିବି, କୋଉଠିକି ଯିବି, ଏକଥା ସେ ଚିନ୍ତା କଲା, ଈଶ୍ୱରଙ୍କ ବିଷୟରେ ଜାଣିଲା। ତେଣୁ ସେଟା ଦିବ୍ୟ ଜ୍ଞାନ। ତେଣୁ ବର୍ତ୍ତମାନ ଏ ସଂସାରରେ ଲୋକମାନେ ସବୁ ଏଇ ମାଛ ମାଂସ ଅଣ୍ଡା ଖାଇକରି ବିଭିନ୍ନ ପ୍ରକାର ସବୁ କୁକ୍ରିୟା ସବୁ କରିକରି ସେ ଈଶ୍ୱରଙ୍କୁ ଜାଣିଲେ ନାହିଁ। ତାକୁ କୁହନ୍ତି ଘୋର କଳି। ଏ ହେଲା କଥା। ତେଣୁ ଘୋର କଳି ମାନେ କ'ଣ? ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତିନି, ଛଳନା କରିଛନ୍ତି। ତେଣୁ ଈଶ୍ୱର ଦ୍ୱାହିରେ ଗଞ୍ଜାଇ ଖାଇ ଜାଣୁ ଜାଣୁ ସେ ତ ନରକ ଯାଏ। ନରକର ଇଏ ସମସ୍ତ ଜୀବ ଜଗତ ହେଉଛନ୍ତି ପ୍ରଭୁଙ୍କର ସନ୍ତାନ। ତେଣୁ ଆମେ ତାଙ୍କୁ ସମସ୍ତଙ୍କୁ ସମାନ ଦେଖିବା। ସମସ୍ତଙ୍କ ଘଟରେ ସମସ୍ତଙ୍କୁ 56 କୋଟି ଜୀବରେ ଈଶ୍ୱର ପରମାତ୍ମା ଅଛନ୍ତି, ତାଙ୍କୁ ଜାଣିବା। ଜଗତ ଭିତରେ ଓତପ୍ରୋତ ଭାବରେ ସବୁ ଜାଗାରେ ସବୁ ସମୟରେ ଏକ ନିରାଧାର ଭାବରେ ଯେ ଈଶ୍ୱର ସମସ୍ତଙ୍କ ଘଟରେ ଅଛନ୍ତି, ତାଙ୍କୁ ଜାଣିବା। ଏ ହେଲା ମଣିଷ ସମାଜକୁ ଆମର ଦିଗଦର୍ଶନ ବା ବାର୍ତ୍ତା। ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।